ସାଙ୍ଗ ଆସିଗଲା। ଆଉ ଇଏ ମୋର ବଢିଆ ସାଙ୍ଗ ପିଲାଟେ ମତେ ବହୁତ ଭଲ ବାଟକୁ ଆଣିଛି। ଦେଖିଆ ଆସ୍ତେ ଆସ୍ତେ ଯୋଉଠି ମୁଁ 5 ଗ୍ଲାସ ପିଉଥିଲି ସେଠି ଏବେ ପୁରାପୁରି ମୋ ଜୀବନଟାକୁ ପୁରାପୁରି ଆଣିଲେନି ମୋ ସାଙ୍ଗ ପିଲା ଜଣେ। ଆଙ୍କୁ ଯଦି ଭଗବାନ କଣ ଆଶୀର୍ବାଦ ଦିଅନ୍ତେ ଅଧିକ ଯଦି ଆୟୁଷ ଦିଅନ୍ତେ ଆଉ କିଛି ଲୋକକୁ ଏମିତି ମଧୁଆକୁ ବୁଝନ୍ତେ। ମୋର ବେଶୀ ଆୟୁଷ। ଆଜି ଯାଉଛି ଗୋଟେ ମଦୁଆ ସାଙ୍ଗକୁ ଟିକେ ବୁଝେଇକି ତାକୁ ମଦ ଛଡ଼େଇବା ପାଇଁ। ଆଉ ଆଜି ଯାଉଛି ଗୋଟେ ମଦୁଆ ସାଙ୍ଗକୁ ଟିକେ ବୁଝେଇକି ତା ମଦ ଛଡ଼େଇବା ପାଇଁ। ସେ ମାଉସୀ ଯିଏ ମାନେ ମୋ ସାଙ୍ଗର ତା ମା ଯିଏ ସେ କହିଲେ ଯେ ଆଉ ତୁ ଟିକେ ତାକୁ ବୁଝା, ତୋ ସହିତ ଟିକେ ବୁଲାବୁଲି ନା ତୋ ସହିତ ବୁଲାବୁଲି କରୁଛି, ତୋ କଥା ଟିକେ ମାନିବ, ଆଉ ମାନିଲେ କାଳେ ସେ ମଦ ଫଦ ଛାଡ଼ିଦେବ। ତାକୁ ସେଥିପାଇଁ ଟିକେ ଆଣିକି ଆସିଛି ଗୋଟେ ଜାଗାକୁ, ତାକୁ ଟିକେ ବସିକି ବୁଝେଇବା। ଆଉ ଦେଖିବା ଯଦି ଟିକେ କଥା ମାନିକି ଯେ ଛାଡ଼ିଦେଲା ତାହେଲେ ଗୋଟେ ବହୁତ ଗୋଟେ ବଡ଼ କାମଟେ ହେଇଯିବ। ଆଉ ନିଜକୁ ଟିକେ ଖୁସି ଲାଗିବ ଯାହା ହଉ ଜଣକୁ ସୁଧାରି ପାରିଲି ବୋଲି। ଆଉ ମଦୁଆ ତ କେବେ ସୁଧୁରିବେନି କିନ୍ତୁ ଟିକେ ଭରସା ଅଛି ଆଉ କାଳେ ଟିକେ କଥା ମାନିକି ଟିକେ ଟିକେ କମିଯିବ। ସେଟା କରିବା ଦେଖିବା। କିଛି ଦିନ ତ ମୋ ସହିତ ମିଶିଲାଣି ବୁଲିଲାଣି, କାଳେ ଟିକେ ବଦଳିଥିବ। କିନ୍ତୁ ଆଗ ଅପେକ୍ଷା ଆଉ ଏତେଟା ପିଆପିଇ କରୁନି। କିନ୍ତୁ ରେକର୍ଡ଼ ପୁରା ଘୋଡ଼ା ମଦୁଆ ହେଇଯାଇଥିଲା, ଆଉ ଏବେ ଚେଞ୍ଜ ହେଇଯାଇଛି। ଆସିଗଲା ମଦୁଆ ସାଙ୍ଗ ଆସିଗଲା। ଆଉ ଇଏ ମୋର ବଢିଆ ସାଙ୍ଗ ପିଲାଟେ ମତେ ବହୁତ ଭଲ ବାଟକୁ ଆଣିଛି। ଦେଖିଆ ଆସ୍ତେ ଆସ୍ତେ ଯୋଉଠି ମୁଁ 5 ଗ୍ଲାସ ପିଉଥିଲି ସେଠି ଏବେ ହାଫ୍ ଗ୍ଲାସ ପିଉଛି। ଆସ୍ତେ ଆସ୍ତେ ଛାଡିମି। ଆଙ୍କ ଇଜ୍ଜତ ମହତଟା ଟିକେ ରଖିବି। ତାମାନେ ତୁ ଏବେ ପିଉ ଛାଡ଼ିବୁନି ଟିକେ ପୁରା? ଟିକେ ପିଉଛି ଆସ୍ତେ ଆସ୍ତେ ଯୋଉଠି 5 ଗ୍ଲାସ ମୁଁ ନିଜେ ନିଜେ ଆତ୍ମା ସମର୍ପଣ କନି। ଓହୋ। ଆସ୍ତେ ଆସ୍ତେ ମୁଁ ଛାଡ଼ିମି। ଏଇଟା ସାଙ୍ଗେ ସାଙ୍ଗେ ଯଦି ଛାଡ଼ିଦେମି ସଟ୍ଡାଉନ୍ ଯଦି ଛାଡ଼ିଦେମି ମୋ ଶରୀର ଭିତରେ କଣ ହେଇଯିବ ଗୋଟେ ଯଦି ତାହେଲେ ମଦୁଆ ଛାଡ଼ିଦେଲେ କ୍ଷତି ହେଇଯିବ। ସଟ୍ଡାଉନ୍ ବା ସଟ୍ଡାଉନ୍ ଏତେ ଛାଡ଼ିଲେ କଥା ଏଟା ଗୋଟେ ମତରେ ଇଏ ଅଛି। ହେଇଯିବ। ଆଉ ହଉ ତଥାପି କେତେ ଦିନ ଲାଗିବ ମୋତେ କହ, ପୁରା ଗ୍ୟାରେଣ୍ଟି କହ କେତେ ଦିନରେ ପୁରା ଛାଡ଼ିଦେବି। ଟୋଟାଲି ମୋତେ ଟିକେ ଖୁସି ଲାଗିବ। ପୁଣି ଆଉ ଯେମିତି ଯିଏ ଦେଖିବେ ଯେମିତି ସେ କହିବେ ମାନେ ମୋତେ ପୁଣି ଭାଇ ତୁ କୋଉଠି ମାନେ ପିଉଥିବୁ ପୁଣି କିଏ ଫଟୋ ପଡ଼ିଦେବେ ତୁ ବା ଆଗକୁ କହୁଥିବୁ ଛାଡ଼ିବା ଭାଇମାନେ ମଦ। ସମସ୍ତଙ୍କୁ ଅନୁରୋଧ କରୁଛି ଆପଣମାନେ ମଦ ଛାଡ଼ି ଦିଅନ୍ତୁ। 20 ଟଙ୍କା ହେଲେ ହାଣ୍ଡିଆ ରସି ପିଇବେନି। 200 ଟଙ୍କା ହେଲେ ସିନା ଯାଇକି ଆପଣ ନାଲି ମାଲ ପିଇବେ। ବାସ୍। 20 ଟଙ୍କା ହେଲେ ଆସିକି ଘରୁ ସାଙ୍ଗେ ସାଙ୍ଗେ କହୁଛନ୍ତି ମାଆକୁ କହୁଛନ୍ତି ଦାନ୍ତ ଘଷିକି ଆସୁଛି, ଝାଡ଼ା ବସିକି ଆସୁଛି। ସେଇଟା ହେଉଛି ଆପଣ 20 ଟଙ୍କା ହେଲେ ଆସିକି 7 ବାଟରେ ପଶୁଛ। ଆମ ଘର ବାଧା ଖାଇ 7 ବାଟରେ ପଶୁଛ, ଇଏରେ ପଶୁଛ। ଆଉ ପିଇ ଦେଇ 20 ଟଙ୍କା ଦେଇ ପଳେଇ ଆସୁଛ। ଲାଭ କ'ଣ ବୋଲି ସେ 20 ଟଙ୍କାର ଛୁଆ ପିଲା ହେଇଥିଲେ ଆମର ଚକୋଲେଟ୍ ଦେଇକି କ'ଣ ଦେଇ ଦେଇଥାନ୍ତେ। ମୁଁ ତ ଇଏ ଗଲା। ଯାହା ହଉ ଏତେ ବୁଝେଇଲା ପରେ ତ ବୁଝୁଛୁ ଆଉ। ମାନେ ଏ ପୁରାପୁରି ମୋ ଜୀବନଟାକୁ ପୁରାପୁରି ଆଣିଲେନି ମୋ ସାଙ୍ଗ ପିଲା ଜଣେ। ଆଙ୍କୁ ଯଦି ଭଗବାନ କଣ ଆଶୀର୍ବାଦ ଦିଅନ୍ତେ ଅଧିକ ଯଦି ଆୟୁଷ ଦିଅନ୍ତେ ଆଉ କିଛି ଲୋକକୁ ଏମିତି ମଧୁଆକୁ ବୁଝନ୍ତେ। ନା ମୋର ବେଶୀ ଆୟୁଷ ଦରକାର ନାହିଁ। ଆଉ ତୁ ଟିକେ ସୁଧୁରି ଗଲେ ମୋତେ ଟିକେ ଖୁସି ଲାଗିବ ଆଉ। ବହୁତ ସୁଧୁରିମି କଥା ଦେଇଯିବନି। କାରଣ ତୋ ମାଆଙ୍କର ବହୁତ ବିଶ୍ୱାସ ମୋ ଉପରେ। ଆଉ ତୁ ସେ କହିଲେ ଯେ ନା ଇଏ ସୁଧୁରି, ତୁ ହିଁ ତୋ କଥା ହିଁ ସେ ମାନିବ। ଆଉ ତୁ ଏଇ 8 ଦିନ ଖଣ୍ଡେ ହବ ସତ କଥା କହ, ମାନେ କେତେ କେତେ ଟିକେ କମିଲାନି ନା ନାଇଁ? ନାଇଁ ମୁଁ ତମ ସହିତ ମୋ ସାଙ୍ଗ ପିଲା, ମୁଁ ତମ 1.5 ମାସ ହେଲାନି ବୁଲିଲିନି। ତମେ ନିଜେ ଅନୁତାପ କିନ୍ତୁ କରୁଥିବ ଯେ ମଦଟା ଛଡେଇବା ଟାର୍ଗେଟ ମୁଁ ନେଲି 8 ଦିନ ହବ ନା? ହଁ ମଦଟା ଛାଡ଼ିବା ପାଇଁ କଟିବ। ସେଇଟା ହେଉଛି ତମେ 8 ଦିନ ପରେ ନେଇଛ। ମୁଁ ଯୋଉଠି 5 ବୋତଲ ପିଇବା କଥା ମୁଁ ସେଠି ଏବେ ନିଜ ନିଜ ଇଏ ପାଇଁ ଠିକ ଅଛି। ମୁଁ ଟିକେ ଟିକେ ଇଏ କରି ପିଉଛି। ଖୋଲା ଖୋଲି ଯଦି ଏକାଥର ଠିକ ଛାଡ଼ିଦେମି ଅଛି, ଯାହା ହଉ ସତଟା କରିଦେମି। ମାନୁଛୁ, ସେଟା ଖୁସି ଲାଗୁଛି। 5 ଗ୍ଲାସ ପିଇବା ଜାଗାରେ ଏବେ ଗ୍ଲାସ ପିଉଛୁ, ଏଇଆ ତ? ଗ୍ଲାସ ପିଉଛି କିନ୍ତୁ ଧୀରେ ଧୀରେ ଛାଡ଼ିଦେବୁ ଆଉ। ଛାଡ଼ିଦେମି ଟୋଟାଲ ଛାଡ଼ିଦେମି। ଏଇ ହପ୍ତାହ ଦେଇକି ମଙ୍ଗଳବାର ହେଲା, ଆର ମଙ୍ଗଳବାରକୁ 8 ଦିନ ଭିତରେ ମୋତେ ଆଉ ସେତିକି କିଛି ଯଦି ଛାଡ଼ିଦବୁ ପାଇବନି। ମୋର ପୁରା ନିଜକୁ ମାନେ ଏତେ ଗର୍ବ ଲାଗିବ ମୋତେ, ଯାହା ଗୋଟେ ବହୁତ ବଡ଼ କାମ କରିବୁ। ବହୁତ ବଡ଼ କାମ କରିଛି। ତୋ କଥା ମୁଁ ସେମିତି ରଖିବି ମାନେ ଲାଗିବ ଯେ ରଖିବି। ଛାଡ଼ିଦବୁ, ଆଉ ତାହେଲେ ତୁ ପୁଣି ପିଇ ଦେଇକି ପୁଣି ଗଡ଼ୁଥିବୁ କିଏ କାହିଁକି ଭିଡ଼ିଓ ନା ନା ସେଟା କେମିତି କ'ଣ ଲୋକମାନେ ଆଉ କ'ଣ ଏଇ ଓଡ଼ିଶାର ଲୋକ ଏଇଠି ଆମ ଦାନଗଦୀରୁ ବାରାଖାଇ ହେଲା 8 କିଲୋମିଟର, ଦାନ ଡୁବୁରୁ 8, ରାମଚନ୍ଦ୍ରପୁର 8, କ'ଣ କେହି ଲୋକ ଦେଖିପାରିବେନି? ତୁ ତ ଏମିତି ଭିଡ଼ିଓ ଇଏ କରିଥିଲୁ, ସାଙ୍ଗ ପିଲା ଭଲ ପିଲା ହବ ବୋଲିକି ତମକୁ ଅପମାନ ଦେବେ, ମୋତେ ଦେବେନି। ମୁଁ ତ ମଦ ପିଇକି ଶୋଇଥିମି, ରାସ୍ତା କର କୁକୁର ଆସିକି ଗୋଡ଼ ଟେକିକି ମୁତୁଥିବ, ତମକୁ ଅପମାନ କରିବେ। ମୁଁ ତ ଏଠି ମଦ ପିଇଛି, ମୁଁ ଆଉ ତ ଜାଣିପାରିବିନି। ମୁଁ ସେ ମଣିଷ ଥିନେ ସିନା ଜାଣିବି। ବରାଙ୍ଗରେ ମଦ ପିଉଛି, ମୁଁ କ'ଣ ବରାଙ୍ଗ, ମୁଁ କ'ଣ ବାରାଖାଇ ଲୋକ କଥାବାର୍ତ୍ତା କରୁଛି? ଏଇଟା ବରାଙ୍ଗ ଲୋକ କଥାବାର୍ତ୍ତା କରୁଛି, 7 ଆଟିଆ ଲୋକ କଥାବାର୍ତ୍ତା କରୁଛି। ହେଲେ ମୁଁ ବାରାଖାଇ ଟୋକା କଥାବାର୍ତ୍ତା କରୁଛି। ମଦଟା ପିଇବାର ତ ନିଜର କିଛି ଫାଇଦା ନାହିଁ, ଓଲଟା ଲସ୍। ନାଇଁ କିଛି ଭାଇ ପୁରାପୁରି କ୍ଷତି। ଏକରେ ଟଙ୍କା ଏକରେ ଛାଡ଼ିବ ମଦ ପିଇବ, ନା ଦେହ ପାଇଁ ତ କିଛି ଲାଭ ନାହିଁ। ଏଟା ମନ ମେଣ୍ଟେନାନ୍ସ କରିବା ପାଇଁ ଗୋଟେ ଲୋକ ଯଦି କୌଣସି ଦୁଃଖରେ କିଏ ମୁଁ ମଦ ପିଏ, ବୁଝିପାରୁଛି। କିଏ ଖୁସିରେ ପିଏ, ତୋ ଦୁଃଖଟା ବି ଅଛି, ସେଟା ସିକ୍ରେଟ ଅଛି, କେବେ ଆମର କହିବିନି ଏଗୁଡ଼ା ସବୁ କଥା କ'ଣ ସେଗୁଡ଼ା। ଖୋଲିକି କହିହବ ହଁ ସାଙ୍ଗ ପିଲା ଅଛି। ହେଲୁ ବୋଲିକି?
ସେଗୁଡ଼ା କହିହେବନି। ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଥାଏ। ସମସ୍ତଙ୍କ ଭାଇମାନେ ମୁଁ କହୁଛି ମଦ ଛାଡ଼ି ମୋ ଲାଇଫରେ ବି ମାନେ ତୋ ଠାରୁ ଆହୁରି ବହୁତ ବଡ଼ ଦୁଃଖ ପଳେଇ ଯାଇଛି। ଏଇଟା ମୁଁ ଏବେ କହିବିନି, ଅଛି ସମସ୍ତଙ୍କ ଲାଇଫରେ ଦୁଃଖ ଅଛି, କିନ୍ତୁ ତା ଭିତରେ ନିଜକୁ ବି ସୁଧାରିବାର ଅଛି। ଆଉ ତୁ ଚେଷ୍ଟା କର ଟିକେ ମଦଟା ଛାଡ଼ିବା ପାଇଁ। ବା କହୁଛି ତମ କଥା ରଖିବି ମାନେ ରଖିବି ହେଲା। କେବଳ ରଖିବା ଏଇ ଦେଖନ୍ତୁ, ଆପଣମାନେ ଦେଖନ୍ତୁ, ଏଇ ହାତଟା ମୋର ଭାଙ୍ଗି ଯାଇଛି, ଏଇ ଟିକେ ଟିକେ ପେନ୍ ହେଉଛି ବୋଲିକି ମୁଁ ଟିକେ ଟିକେ ଖାଲି ଗାଡ଼ି ମାରୁଛି। ଡକ୍ଟର ମୋତେ କହିଛି ଟୋଟାଲ ପିଇବୁନି ବୋଲି। ଡକ୍ଟର କଥା କ'ଣ ମୁଁ ଫେରେ ମନ ଭିତରେ ଭାବୁଛି ଏଇଟା ମଦ ପିଇଦେଲେ ଅଧିକ ଟାଇମ୍ ପଚିଯାଉ ପଛକେ, ହାତଟା କଟିଯାଉ ପଛେ ପିଇମି। ଫେରେ ଦେଖିଲା ବେଳକୁ ଯାଇଥିଲି ସେ ଜାଗାକୁ, ମୋ ସାଙ୍ଗ କଥା ମନରେ ପଡ଼ିଯାଉଛି, ମୁଁ ଗୋଟିଏ ଗ୍ଲାସ୍ ମାରୁଛି ଆସୁଛି, ମାନେ ମନଟା ଟିକେ ପରିବର୍ତ୍ତନ କରିବି। ସେ ହାତ ପିଛାରେ କେତେ ଟଙ୍କା ଖର୍ଚ୍ଚ ହେଲାଣି କହିଲୁ? ହାତ ପିଛାରେ ମୋ ସାଙ୍ଗ ଇଏ ସବୁ ମୋର ଇଏ କରୁଛି। ମୋର ବାପା ମା ଥାଇକି ବି ନଥାଇକି ଥାଇକି ବି ଯାହା ନା, ସେମାନେ ଭଗବାନ, ତାଙ୍କୁ ନିନ୍ଦିବାନି। ଯେହେତୁ ତମେ କର୍ମ କରୁଛ ମାନେ ତମ କଥାଟା ନିହାତି କହିବା ପାଇଁ ପଡ଼ିବ। ବାପା ମା କିଛି କର୍ମ କରିନଥିବେ, ତାଙ୍କୁ କାହିଁ ଆମେ ସେ ଭିତରକୁ ଭର୍ତ୍ତି କରିବା? ଏଇଟା ହଉଛି ମୋର କଥା। ମୁଁ ପୁରାପୁରି ଭଲ ଲାଗୁନି, ମୋ ବାପା ମା ଜନ୍ମ କରୁଛନ୍ତି। ହାତଟା କେମିତି କ'ଣ ଟିକେ ଭଲ ହେଇଯାଉ। ଏଇଟା ହଉଛି ମଦ ପିଇକି ଯାଇଥିଲି, ଟିକେ ଏଇ ମଦ ପିଇକି ପରିବାର ଭିତରେ ଆମର ଟିକେ ପଠେଇଦେଲେ ହାତଟା ଭାଙ୍ଗିଦେଲେ ତ ଟୋଟାଲ। ଆଉ ଫାଟି ଦିନେ ତ ମୁଁ ତ ମୋର ଦୁନିଆ କାମ କରିଥାନ୍ତି। ଏ ସାଙ୍ଗ ପିଲା ନେଇକି ପାଣି କୋଇଲ ଫାଷ୍ଟ ନେଇ କାମ କଲେ ହେଉଛି 3700 ଟଙ୍କାର ମେଡ଼ିସିନ, ହାତ ଭଙ୍ଗା ସବୁ। ଫେର ସେକେଣ୍ଡ ଥର ଗନୁ 1700 ଟଙ୍କାର କାମ କନୁ। ଫେର ଆଉ ଥରେ ଯାଇଥିଲୁ 700-800 ଟଙ୍କାର କାମ କନୁ। ସେ ମେଡ଼ିସିନ ଦେଉଥିଲେ, ଆଉ ସେ ମେଡ଼ିସିନ ଆଣିବ। ଆମର ଯେତେ ଅଭାବ ଥାଉ ଯାହା ବି ଥାଉ, ଯେମିତି ହେଲେ ତ ଭଲ କରିବାକୁ ପଡ଼ିବ। ପଇସା ବି ଆମର ବି ଏତେଟା ନାହିଁ କହିବାକୁ ଗଲେ। ଏବେ ପରିସ୍ଥିତି ଯେମିତି ବହୁତ କଷ୍ଟରେ ବି ଚାଲିଛି, ତଥାପି ବି ଯାହା ହେଲେ ଭଲ କରିବାକୁ ପଡ଼ିବ। ଆଉ ଯାହା ବି ତ ଭଲ ହବ ନିଶ୍ଚିତ, କିନ୍ତୁ ମୋତେ ସବୁଠୁ ବେଶୀ ଖୁସି ଲାଗିବ ତୁ ମଦଟା ଛାଡ଼ିଦେବୁ। ମୁଁ ତତେ କହୁନି ଏବେ ହଠାତ୍ ଛାଡ଼େ ବୋଲି, ଧୀରେ ଧୀରେ ତଥାପି ଏଇ 8 ଦିନ ହେବ ମୁଁ ତତେ ଦେଖୁଛି, ତୋ ଭିତରେ ବହୁତ ଚେଞ୍ଜ ଆସିଛି, ଭଲ ଲାଗୁଛି ଦେଖିବା ପାଇଁ। ତ ମାନେ କଥାବାର୍ତ୍ତା ମଦ ତ ପୁରା ନାହିଁ ଆଉ। ଦେଖି ମୋ ସହିତ ଯୋଉ ଦିନ ସାରା ପ୍ରାୟ ରହୁଛୁ, ମୋ ସହିତ ରହୁଛୁ, ସକାଳ 6ରୁ ରାତି 8ଟା ପର୍ଯ୍ୟନ୍ତ ମୋ ସହିତ ରହୁଛୁ। ସେତିକି ଆଉ। ଖାଲି ମୋର ଚେହେରା ଯେତିକି ଥିଲା ଆହୁରି ଚେହେରା ଥିଲା। ଏଇ ମଦ ସୁନ୍ଦର ଚେହେରାଟାକୁ ଖରାପ ଆରେ ମଦ ପିଇକି ତ ଶୋଇଲୁ, ଆଉ କେତେବେଳେ ଭାତ ଖାଇମି? ପେଟ ତ ଏଟା ଫୁଲ ହେଇକି ରହିଲା। ଏ ଭାତ ଖାଇମି ଆଉ ଟିକେ ମଧୁଆଙ୍କର ଆଉ ଟିକେ କଣ ଭାତ ଏଇନା ଖାଇମି ନାହିଁ। ମା ଡାକୁଛୁ ଆଇନି ଭାତ ଡାକାନି, ଏ ଆଉ ଟିକେ ତାକୁ ଖାଇମି, ହାଡ଼େ ଶୋଇମି, ଏ ଯା ତୁ ଭାତ ଖାଇକି ଶୋ ପକାନ୍ତେ। ଏଇଭଳିଆ ହେଇକି ମୋ ଚେହେରା ଡାଉନ ହେଇଗଲା। ପୁରା ସେମ୍ ଏଜ୍ କ୍ଲାସମେଟ୍ ଟା, ମାନେ ଆମ ଦିନ ପୁରା ସେମ୍ ଏଜ୍, କିନ୍ତୁ ମଦ ଫଦ ପିଇକି ତା ଚେହେରାଟା ଖରାପ, ମୁଁ ବି ଟେନସନ୍ ଭିତରେ ରହିକି ମୋର ବି ଡାଉନ୍। ସିଏ ତାଙ୍କର ଯେତିକି ଯାହା ମୋର ବି ସେତିକି ସେଇ, କିନ୍ତୁ ମୋର ଟେନସନ୍ ବି ମୋର ଡାଉନ୍ ହେଇଯାଉଛି, କିନ୍ତୁ ତାର ପିଇକି ଖରାପ। ତାଙ୍କର ଟେନସନ୍ ଡାଉନ୍, ମୋର ପିଇକି ଡାଉନ୍। ଦାନ୍ତ ନାହିଁ ଦେଖୁନାହାନ୍ତି, ଦାନ୍ତ ନାହିଁ ଭାଙ୍ଗି ଯାଇଛି। ମଦ ପିଇକି ଗାଡ଼ି ଆକ୍ସିଡେଣ୍ଟ କରିଦେବି ପଡ଼ିକି ନା। ଆଉ ଆଚ୍ଛା, ଯାହା ବି ହଉ, କିନ୍ତୁ ଯଦି ମଦଟା ଛାଡ଼ିଦେବୁ ମାନେ ସମାଜ ପାଇଁ ଗୋଟେ ବହୁତ ବଡ଼ ମାନେ ମେସେଜ ବି ହେଇଯିବ ସମସ୍ତଙ୍କ ପାଇଁ। ଯାହା ହଉ ଗୋଟେ ଏତେ ମଦ ପିଉଥିଲା, ଡେଲି ମଦ ପିଉଥିଲା, ମଦରେ ବୁଡ଼ିକି ରହୁଥିବା ପିଲା ଆଜି ମଦ ଛାଡ଼ି ପାରିଲା। ସମସ୍ତଙ୍କ ପାଇଁ ଗୋଟେ ଭଲ ମେସେଜ ବି ହବ ନା। ତମ ସହିତ ଯୋଉ ଦିନଠୁ ମୁଁ ବୁଲିଲିଣି, ଯୋଉ 8 ଦିନ ହେଲାନି, ଗାଁ ଲୋକ କ'ଣ ଜାଣିପାରୁନଥିବେ ଆଶିଷ ପରିବର୍ତ୍ତନ ହେଉଛି, ତା ସାଙ୍ଗସାଥି କ'ଣ, ସେ କ'ଣ ତାଙ୍କ ଅନ୍ତର ଭିତରେ ସେ କ'ଣ ମଣିଷ ନୁହଁ? ନା ନିଶ୍ଚିନ୍ତ, ମୋତେ ବି କହିଲେଣି, 3-4 ଜଣ କହିଲେଣି ଯେ ଏ ପିଲାଟାକୁ ଧରି ବୁଲୁ, ଯାହା ହଉ ଏତେ ଆଉ କେଉଁ ପିଆ ପିଇ କରୁନି, ଆଉ ଏବେ ଟିକେ ଭଲ କଣ୍ଟ୍ରୋଲରେ ଅଛି। ମୋତେ ଟିକେ ଖୁସି ନା, ଯାହା ହଉ ଟିକେ କାମ କରୁଛି, ମୋ କଥା ମାନୁଛି। ଆଉ ହଉ, ତମେ ତ ଏଥର ଭିଡ଼ିଓ କର, ମୁଁ ଏଠି ବସିଛି। ହଉ।